କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ। ପାର୍ଟ 1 ଭିଡିଓରେ ଆମେ ଜାଣିଥିଲେ କି ଭାରତର ଆଇନ ଅମାନ୍ୟ ଆନ୍ଦୋଳନ କଣ ଥିଲା, ପୃଷ୍ଠଭୂମି କେଉଁଭଳି ଭାବରେ ତିଆରି ହେଇଥିଲା। ଆଜିର ଭିଡିଓରେ ଜାଣିବା କି ଫଳାଫଳ କଣ ଥିଲା, ତା ସହିତ ଓଡ଼ିଶାରେ ଭୂମିକା କଣ ରହିଥିଲା। ଫଳାଫଳ ଯେତେବେଳେ ଆରମ୍ଭ ହେଲା ସେତେବେଳେ କଣ ହେଲା ନା କଥା ହେଲେ କି ଆମେ କଣ କରିବା ନା ଯୋଉ ଦମନମୂଳକ କାର୍ଯ୍ୟକ୍ରମ ହଉଥିଲା ଆମେ ଦମନମୂଳକ କାର୍ଯ୍ୟକ୍ରମ କରିବା ନାହିଁ, ଆମେ କଣ କରିବା ନା ଏକ ବୈଠକି କରିବା। ତ ପ୍ରଥମେ ଗୋଟେ ବୈଠକ ଆରମ୍ଭ ହୋଇଥିଲା ଯୋଉଟାକୁ କୁହାଯାଏ ପ୍ରଥମ ଗୋଲଟେବୁଲ ବୈଠକ। ଶକ୍ତି ପ୍ରୟୋଗ ଦ୍ୱାରା ଆନ୍ଦୋଳନ ଦମନ କରିବା ଅସମ୍ଭବ ବୋଲି ବଡଲାଟକୁ ହୃଦବୋଧ ହେଲା କି ଆମେ ଯଦି ଅତ୍ୟାଚାର କରିବା ତାହେଲେ ଆମେ ଯୋଉ ହରତାଲ ହଉଛି ବା ଆନ୍ଦୋଳନ ହଉଛି ତାକୁ ବନ୍ଦ କରିପାରିବା ନାହିଁ। ତ ଆମେ କଣ କରିବା, ବୈଠକି କରିବା, ମିଟିଂସ୍ କରିବା। ଭାରତ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିବା ପାଇଁ ବ୍ରିଟିଶ ସରକାର 1930 ମସିହାରେ ପ୍ରଥମ ଗୋଲ ଟେବୁଲ ବୈଠକ ଡକାଇଲେ। ହେଲା, ଗୋଲ ଟେବୁଲ ବୈଠକ ତାକୁ କାହିଁ କୁହାଯାଏ ନା ସେ ଟେବୁଲଟା ଗୋଲ ଥାଏ, ତ ସେ ଯୋଉଟାକୁ ଆମେ ରାଉଣ୍ଡ ଟେବୁଲ କନଫରେନ୍ସ କୁହନ୍ତି, ତ ସେଇଟାକୁ ଓଡିଆରେ କୁହାଯାଏ ଗୋଲ ଟେବୁଲ ବୈଠକ। ତ ଟେବୁଲର ଚାରିପାଖରେ ସମସ୍ତେ ବସିଥାନ୍ତି ଆଉ ଗୋଟେ କଥାରେ डिस्कशन हुए, जोटा ही प्रॉब्लम थाए ता उपरे डिस्कशन करा जाए। तो सेही डिस्कशन टा आरंभ होइतला 1930 मसियारे प्रथम गोल टेबल बैठक, किंतु एथिरे कांग्रेस जोग न देबारु एहा विफल होइतला। गांधीजी को योगदान बिना कौनसी राजनैतिक आलोचना सफल हेबो नहीं बोली अनुभव कर इंग्रेज सरकार गांधीजी को समेत अन्य नेता मानकु 1931 मसिया जनवरी मासरे कारागारରୁ मुक्त କରିଦେଲେ। ଯେତେବେଳେ କଂଗ୍ରେସ ଯୋଗ କଲା ନାହିଁ ସେତେବେଳେ ସେମାନେ କଣ କଲେ ନା ଗାନ୍ଧୀଜୀ ଆଉ ଅନ୍ୟ ନେତା ମାନଙ୍କୁ କାରାଗାରରୁ ମୁକ୍ତ କଲେ 1931 ମସିହାରେ। ତାପରେ କଣ ହେଲା ନା ଗାନ୍ଧୀ ଇରବିନ ଚୁକ୍ତି। କଂଗ୍ରେସ ସହିତ ଏକ ବୁଝାମଣା କରିବା ପାଇଁ ଇଂରେଜ ସରକାର ଏକ ପ୍ରକାରର ବାଧ୍ୟ ହେଲେ କି କଂଗ୍ରେସ ସହିତ ବୁଝାମଣା କରିବାକୁ ପଡିବ, ଅଦରୱାଇଜ ଆନ୍ଦୋଳନ ଥମିବ ନାହିଁ। ସେହି ସମୟରେ ବଡଲାଟ ଲର୍ଡ ଇରବିନଙ୍କ ସହ ଦୀର୍ଘ ଆଲୋଚନା ପରେ କାହା ସହିତ ଆଲୋଚନା ହେଲା ନା ବଡଲାଟ ଲର୍ଡ ଇରବିନଙ୍କ ସହିତ ଆଲୋଚନା ହେବା ପରେ 1931 ମସିହା ମାର୍ଚ୍ଚ 5 ତାରିଖରେ ଗାନ୍ଧୀ ଇରବିନ ଚୁକ୍ତି ସମ୍ପାଦିତ ହୋଇଥିଲା। ଚୁକ୍ତିର ନାଁ ଥିଲା କଣ ନା ଗାନ୍ଧୀ ଇରବିନ ଚୁକ୍ତି। ଏହି ଚୁକ୍ତି ଅନୁସାରେ ଇଂରେଜ ସରକାର ସମସ୍ତ ଦମନମୂଳକ ଆଇନ ପ୍ରତ୍ୟାହାର କରିଥିଲେ ଏବଂ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରିଥିଲେ। ତ ଯେଉଁ ଆଇନ ଗୁଡିକ କଣ କରୁଥିଲା ନା ଦମନ କରୁଥିଲା ସେମାନଙ୍କୁ ଫେରସ୍ତ କରାଗଲା, ତା ସହିତ ବନ୍ଦୀମାନଙ୍କୁ ମୁକ୍ତ କରିଥିଲେ। ସରକାରୀ କର୍ମଚାରୀ ମାନଙ୍କର ବାଜ୍ୟାପ୍ତ ହୋଇଥିବା ସମ୍ପତ୍ତି ଫେରସ୍ତ କରିଥିଲେ, ଯୋଉ ସମ୍ପତ୍ତି ବାଜ୍ୟାପ୍ତ ହୋଇଥିଲା ତାକୁ ଫେରେଇ ଦେଇଥିଲେ ଏବଂ ଇସ୍ତଫା ଦେଇଥିବା କର୍ମଚାରୀଙ୍କ ପ୍ରତି କୋହଳ ନୀତି ଗ୍ରହଣ କଲେ। ଉପକୂଳବର୍ତ୍ତୀ ଗ୍ରାମ ଗୁଡିକର ଅଧିବାସୀ ମାନଙ୍କୁ ନିଜ ବ୍ୟବହାର ପାଇଁ ଲୁଣ ଉତ୍ପାଦନ କରିବାର ଅଧିକାର ଦେଲେ ଏବଂ ଜାତୀୟ କଂଗ୍ରେସ ଆଇନ ଅମାନ୍ୟ ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ତଥା ଦ୍ୱିତୀୟ ଗୋଲ ଟେବୁଲ ବୈଠକରେ ଯୋଗ ଦେବା ନିମିତ୍ତ ସମ୍ମତି ପ୍ରଦାନ ହେଲା। ତ କଣ ହେଲା ଏଠି ହେଲା, ଫର୍ଷ୍ଟ କରାଗଲା ସରକାରୀ କର୍ମଚାରୀ ମାନଙ୍କର ଯୋଉ ଜିନିଷଟାକୁ ଥିଲା ବାଜ୍ୟାପ୍ତ କରିଥିଲେ ସମ୍ପତ୍ତିକୁ ଫେରେଇ ଦେଲେ, ତା ସହିତ ଯୋଉମାନେ ଇସ୍ତଫା ଦେଇଥିଲେ ସେମାନେ ତାଙ୍କ ପ୍ରତି କୋହଳ ନୀତି ନିଆଗଲା, ତା ସହିତ ଉପକୂଳବର୍ତ୍ତୀ ଗ୍ରାମ ଗୁଡିକ ଅଧିବାସୀ ମାନଙ୍କ ବ୍ୟବହାର ପାଇଁ ତାଙ୍କୁ ଲୁଣ ଉତ୍ପାଦନ କରିବାର ଅଧିକାରକୁ ଫେରେଇ ଦିଆଗଲା, ଆଉ ତା ସହିତ ଆଇନ ଅମାନ୍ୟ ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ଆଉ ସେକେଣ୍ଡ ରାଉଣ୍ଡ ଟେବୁଲ କନଫରେନ୍ସ ଯୋଉଟାକୁ ଆମେ କହିବା ଦ୍ୱିତୀୟ ଗୋଲ ଟେବୁଲ ବୈଠକ ହବା ପାଇଁ ମଧ୍ୟ ସମ୍ମତି ହେଲା। ଦ୍ୱିତୀୟ ଗୋଲ ଟେବୁଲ ବୈଠକ 1931 ସେପ୍ଟେମ୍ବର 7 ତାରିଖରୁ ଡିସେମ୍ବର 1 ପର୍ଯ୍ୟନ୍ତ କଣ ହେଲା ନା ଦ୍ୱିତୀୟ ଗୋଲ ଟେବୁଲ ବୈଠକ ଚାଲିଲା, ଯୋଉଟା ହେଇଥିଲା କୋଉଠି ନା ଲଣ୍ଡନରେ। କଂଗ୍ରେସର એકમાત્ર ପ୍ରତିନିଧି ଭାବରେ ଗାନ୍ଧୀଜୀ ଏଥିରେ ଯୋଗ ଦେଇଥିଲେ। ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ରାମସେ ମ୍ୟାକଡୋନାଲ୍ଡ। କିଏ କରିଥିଲେ ନା ଇଂଲଣ୍ଡର ପ୍ରଧାନମନ୍ତ୍ରୀ ରାମସେ ମ୍ୟାକଡୋନାଲ୍ଡ। ଇରବିନ ଚର୍ଚ୍ଚିଲ ଗାନ୍ଧୀଜୀଙ୍କୁ ଏହି ବୈଠକରେ ଅର୍ଦ୍ଧନଗ୍ନ ଫକୀର ଭାବରେ ଆକ୍ଷେପ କରିଥିଲେ। ଯୋଉ ଇରବିନ ଥିଲେ, ଇରବିନ ଚର୍ଚ୍ଚିଲ ଗାନ୍ଧୀଜୀକୁ କଣ କହିଲେ ନା ଅର୍ଦ୍ଧନଗ୍ନ ଫକୀର, ଯେହେତୁ ସେ କଣ କରୁଥିଲେ ନା ଖାଦି ବସ୍ତ୍ର ପରିଧାନ କରୁଥିଲେ। ସମ୍ରାଟ ପଞ୍ଚମ ଜର୍ଜ ଗାନ୍ଧୀକୁ ଧମକାଇଥିଲେ ଯେ ତାଙ୍କ ସରକାରକୁ ସହଯୋଗ ନ କଲେ। କିଏ ଧମକାଇଲେ? ସମ୍ରାଟ ପଞ୍ଚମ ଜର୍ଜ
गांधी को धमकाई कहले कि जदि सरकार सहित सहयोग न करिवे ताहाले कौन करिवे ना भारतीयों को मेसिन गन आ बोमारे उड़ाई दिया जिवो माने से भारतीय माननकु गुली तांको परे गुली माड हबो आउ बोमा माडरे सेमानकर मृत्यु हबो। यार उत्तर रे गांधीजी निर्भीक भाବରେ କହିଥିଲେ ଯେ ଭାରତୀୟ ମାନଙ୍କ ପାଇଁ ଇଂରେଜଙ୍କର ବୋମା ଫୋଟକା ତୁଲ୍ୟ। ତ ସେତେବେଳେ ଗାନ୍ଧୀଜୀ କହିଲେ କି ଯୋଉ ବୋମା ମାଡର ଧମକି ଦଉଛନ୍ତି ଆମ ପାଇଁ ସେଇ ବୋମା ମାଡଟା ହଉଛି ଗୋଟେ ଫୋଟକା ସହିତ ସମାନ। ଭାରତୀୟଙ୍କର ଦାବିକୁ ଏହି ବୈଠକରେ ଉପେକ୍ଷା କରାଯାଇ ହିନ୍ଦୁ ମୁସଲମାନ ଓ ହରିଜନ ଆଦିଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀର ବ୍ୟବସ୍ଥା କରାଗଲା। ଏହାର ମୂଳ ଲକ୍ଷ୍ୟ ଥିଲା ଭେଦଭାବ ନୀତି ପ୍ରୟୋଗ କରି ଭାରତୀୟଙ୍କ ଏକତାକୁ ଭଙ୍ଗ କରିବା ଓ ବ୍ରିଟିଶ ଶାସନକୁ ଦୃଢ କରିବା। ଭାରତୀୟଙ୍କ ମଧ୍ୟରେ ଯଦି ଜାତୀୟତାବାଦୀ ନେଇ ଆସିବା ତାହେଲେ କଣ ହବ ନା ଭାରତୀୟ ତାଙ୍କ ଭିତରେ ଥିବା ଏକତା ଭାଙ୍ଗିଯିବ। ସେଇଟା ଥିଲା ବ୍ରିଟିଶର ମାନଙ୍କର ମୂଳ ଉଦ୍ଦେଶ୍ୟ। ମାନସିକ ଗ୍ଲାନିରେ ବ୍ୟଥିତ ହୋଇ ଗାନ୍ଧୀଜୀ 1931 ଡିସେମ୍ବର 28 ରେ ଭାରତକୁ ପ୍ରତ୍ୟାବର୍ତ୍ତନ କଲେ। କେଉଁଠାରୁ ପ୍ରତ୍ୟାବର୍ତ୍ତନ କଲେ ନା ଲଣ୍ଡନରୁ ପ୍ରତ୍ୟାବର୍ତ୍ତନ କଲେ। ଆଇନ ଅମାନ୍ୟ ଆନ୍ଦୋଳନର ପୁନରାରମ୍ଭ ଯେତେବେଳେ ଦ୍ୱିତୀୟ ଗୋଲଟେବୁଲ ବୈଠକରେ କୌଣସି ସମାଧାନ ବାହାରିଲା ନାହିଁ ଆଉ ସେତେବେଳେ ଗାନ୍ଧୀଜୀ ନିଜେ ବୁଝିଲେ କି ବ୍ରିଟିଶର ମାନଙ୍କର ମନ୍ଦ ବୁଦ୍ଧି ସେତେବେଳେ ଆରମ୍ଭ ହେଲା ଆଇନ ଅମାନ୍ୟ ଆନ୍ଦୋଳନର ପୁନରାରମ୍ଭ ଆଉ ଥରେ ଷ୍ଟାର୍ଟ ହେଲା। ଲର୍ଡ ଇରୱିନଙ୍କ ପରେ 1931 ଏପ୍ରିଲରେ ଲର୍ଡ ୱିଲିଙ୍ଗଡନ୍ ଭାରତର ଭାଇସରୟ ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। अंडरलाइन करदेबा 1931 एप्रिल रे से गांधी इरविन चुक्तिर केतेक व्यवस्था को उपेक्षा कले एवं भारतर स्वाधीनता आंदोलन प्रति कठोर नीति अवलंबन कले। दमनमूलक अध्यादेश प्रत्याहार करिबा पई ओ पूर्ण स्वराज हासिल दिगरे आंदोलन करिबा पई कांग्रेस को अनुमति देबाकू भारत प्रत्यावर्तन परे गांधीजी को अनुरोध को विलिंगडन प्रत्याख्यान कले। फलरे गांधीजी पुनश्च आईन अमान्य आंदोलन आरंभ कले। गांधीजी को समेत कांग्रेस रो बहुत नेता इंग्रेज सरकार द्वारा कारारुद्ध हेले माने तांकु जेल दंड मिलिला। कारागार गुड़िकरे राजनैतिक बंदी मानक प्रति अमानुषिक अत्याचार करागला माने पशु सदृश अत्याचार करागला। हिंसात्मक कार्यर आशंका करी गांधीजी सामूहिक आंदोलन परिवर्ते व्यक्तिगत आईन अमान्य आंदोलन पई आह्वान देले। बहु संख्यक सत्याग्रही विभिन्न स्थान रे अहिंसा उपाय सरकार का दमनमूलक अध्यादेश को अमान्य कले। सरकार जो जो नीति नियम आणुथिले ताकू भारतीय माने मना करि चलथिले। सरकार कांग्रेस ओ एहार सहयोगी अनुष्ठान गुड़िकु बेआईन घोषणा कले। सत्याग्रही मानकु लाठी प्रहार करी कठोर शास्ति देले। संवाद पत्रर स्वाधीनता संकुचित कले एवं जातीयतावादी साहित्य और पट्टचित्र छापिबा निषिद्ध कले। एही समय रे 1932 अगस्त रे इंग्लैंड प्रधानमंत्री रामसे मैकडोनाल्ड दलित बा हरिजन श्रेणीर लोकों पाई एक पृथक निर्वाचन मंडली घोषणा कले। गांधीजी एहाकु भारतर एकता ओ जातीयतावाद अस्पृश्यता निवारण उद्देश्य प्रति कुठारघात बोली मत व्यक्त करी एहार प्रत्याहार दाबी कले। जेतेबेले इंग्रेज माने कौन कले ना दलित हरिजन मानक पई सेपरेट निर्वाचन मंडली कले ताहाकू गांधीजी कौन कले ना ताकू प्रत्याहार कले कारण से बुझी पारले कि ताहा भारतीय मानकर एकता को भांगिबो। एही दाबी पूरण पाई से पुनार यारभाड़ा कारागार रे 1932 सेप्टेम्बर 20 रु आमरण अनशन आरंभ कले। ता माने गांधीजी को से माने कौन करतिले ना जेल दंड देइतिले। सरकार पुना चुक्ति अनुଯାयी दलित मानक पाई पृथक निर्वाचन मंडली व्यवस्था प्रत्याहार कले। तो चुक्ति गुटे करागला जोड़ा थिला पुना चुक्ति सेतरे कौन हैला ना दलित मानक पाई जो सेपरेट निर्वाचन मंडली प्रस्ताव थिला बा व्यवस्था थिला ताको प्रत्याहार करागला एवं प्रादेशिक और केंद्रीय व्यवस्थापक सभारे सेमानक पई संरक्षित स्थान संख्या वृद्धि कले। अपर पक्षरे सत्याग्रही माने आईन अमान्य आंदोलन जारी रखिथिले। तापरे कौन हैला द्वितीय बैठक हितला। द्वितीय गोल टेबल बैठक रे तो समस्यार समाधान हैला नहीं। तापरे आंदोलन आरंभ हैला। तापरे विभिन्न प्रकार जिनस हैला। तापरे हैला कौन ना तृतीय गोल टेबल बैठक 1932 मसीहा नवेम्बर 17 रु
डिसेम्बर 24 पर्यंत इंग्लैंड रे तृतीय गोलटेबल बैठक अनुष्ठित होइथिला। आईन माने आंदोलन चालू रहिथिबारु एही बैठक को कांग्रेस वर्जन करिथिला। बैठक शेषरे साइमन कमिशन र सुपारिश भित्तिरे भारतर शासन पई प्रस्तुत एक नूतन संविधान रूपरेख संबलित श्वेतपत्र प्रकाशित ହେଲା ଓ ଏହା आलोचना निमंते ब्रिटिश पार्लियामेंट को पठागला। 1935 ଅଗଷ୍ଟ 2 ତାରିଖରେ ଏହା ଗୃହୀତ ହୋଇ ଭାରତ ଶାସନ ଆଇନ 1935 ଭାବେ ନାମିତ ହେଲା। ବୁଝିହେଲା? ଆଇନ ଅମାନ୍ୟ ଆନ୍ଦୋଳନର ସମାପ୍ତି। 1933 ମେ ମାସରେ ହରିଜନ ସମସ୍ୟା ଉପରେ ଧ୍ୟାନ ଦେବା ପାଇଁ ଏବଂ ନିଜର ଓ ସହଯୋଗୀ ମାନଙ୍କର ମନର ଶୁଦ୍ଧିକରଣ ପାଇଁ ଗାନ୍ଧିଜୀ 21 ଦିନିଆ ଅନଶନ ଘୋଷଣା କଲେ। ସରକାର ଗାନ୍ଧିଜୀଙ୍କୁ କାରାଗାରରୁ ମୁକ୍ତ କରିଦେଲେ। ଦୀର୍ଘ ଦିନ ପର୍ଯ୍ୟନ୍ତ ସରକାରଙ୍କ ଦମନମୂଳକ କାର୍ଯ୍ୟ ସତ୍ତ୍ୱେ ଚାଲୁ ରଖିଥିବା ଆନ୍ଦୋଳନର ସତ୍ୟାଗ୍ରହୀ ମାନଙ୍କ ଉତ୍ସାହକୁ ବଜାୟ ରଖିବାର କାଠିନ୍ୟ ଉପଲବ୍ଧି କରି ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ଗାନ୍ଧିଜୀ କଂଗ୍ରେସକୁ ସୁପାରିଶ କଲେ। ତ କଣ ହେଲା ନା 1933 ମେ ମାସରେ କଣ ହେଲା ନା ଯୋଉ ହରିଜନ ମାନଙ୍କର ସମସ୍ୟା ରହିଥିଲା ସେ ସମସ୍ୟା ଉପରେ ଧ୍ୟାନ ଦେବା ପାଇଁ ନିଜର ସହଯୋଗୀ ମାନଙ୍କର ମନର ଶୁଦ୍ଧିକରଣ କରିବା ପାଇଁ ତା ସହିତ ଯୋଉ ଆନ୍ଦୋଳନ ଲମ୍ବା ଆନ୍ଦୋଳନ ଚାଲିଥିଲା ଲୋକମାନଙ୍କର ଉତ୍ସାହ ରହିଥିଲା ସତେ କିନ୍ତୁ ତା ମଧ୍ୟରେ ମଧ୍ୟ ଏକ ପ୍ରକାର କାଠିନ୍ୟ ପରିସ୍ଥିତି ଥିଲା। ଏଇ ସବୁକୁ ଗାନ୍ଧିଜୀ ଅନୁଭବ କରିବା ପରେ ସେ କହିଲେ କି ଆଇନ ଅମାନ୍ୟ ଆନ୍ଦୋଳନକୁ ଆମେ ସ୍ଥଗିତ ରଖିବା। ତ ସେଇଟା ସେମାନେ ନିଷ୍ପତ୍ତି ନେଲେ କି 1933 ମେ ମାସରେ ସ୍ଥଗିତ ରଖାଯିବା ପାଇଁ ଯୋଉଟା ଦ୍ୱିତୀୟ ପର୍ଯ୍ୟାୟର ଆଇନ ଅମାନ୍ୟ ଆନ୍ଦୋଳନ ହେଇଥିଲା ତାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଗଲା। ତାପରେ 1934 ଏପ୍ରିଲରେ ସେଟା ଅଫିସିଆଲି ଡିକ୍ଲେୟାର କରାଗଲା ଔପଚାରିକ ଭାବେ ପ୍ରତ୍ୟାୟିତ ହେଲା। ମାନେ 1934 ଏପ୍ରିଲ ମାସରେ ଅଫିସିଆଲି ଡିକ୍ଲେୟାର କରାଗଲା କି ଆମେ ଆଇନ ଅମାନ୍ୟ ଆନ୍ଦୋଳନକୁ ଏଇଠି ଆମେ ପ୍ରତ୍ୟାହୃତ କରୁଛନ୍ତି। ଆଇନ ଅମାନ୍ୟ ଆନ୍ଦୋଳନ ଭାରତରେ ଇଂରେଜ ଶାସନ ବିରୁଦ୍ଧରେ କଣ ହେଇଥିଲା ଏକ ତୀବ୍ର ପ୍ରତିକ୍ରିୟା ହେଇଥିଲା ଏବଂ ବହୁତ ଗୁଡେ ପ୍ରୋବ୍ଲେମର ସମାଧାନ ମଧ୍ୟ ହେଇଥିଲା କିନ୍ତୁ ଯୋଉ ପୂର୍ଣ୍ଣ ସ୍ୱରାଜ ଦାବିଟି ଥିଲା ସେଇଟା କମ୍ପ୍ଲିଟଲି ସଫଳ ହେଇନଥିଲା। ତ ଏଠି ଲେଖା ହେଇଛି ଆଇନ ଅମାନ୍ୟ ଆନ୍ଦୋଳନ ଭାରତରେ ଇଂରେଜ ଶାସନ ବିରୁଦ୍ଧରେ ଏକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ଦିଗରେ ପୂର୍ଣ୍ଣ ରୂପେ ସଫଳ ହୋଇଥିଲା ଯଦିଓ କଂଗ୍ରେସର ଲକ୍ଷ୍ୟ ଥିଲା କଣ ନା ପୂର୍ଣ୍ଣ ସ୍ୱରାଜ ପାଇବା ତାହା ପୂରଣ ହୋଇପାରି ନଥିଲା। ତଥାପି ଆଇନ ଅମାନ୍ୟ ଆନ୍ଦୋଳନ ଜାତୀୟ ସଂଗ୍ରାମରେ ଏକ ନୂତନ ଉନ୍ମାଦନା ଭରି ଦେଇଥିଲା। ତ ଏବେ ସମାପ୍ତ ହେଲା ଆଇନ ଅମାନ୍ୟ ଆନ୍ଦୋଳନ। ତାପରେ ଜାଣିବା କି ଆଇନ ଅମାନ୍ୟ ଆନ୍ଦୋଳନ ଯୋଉ ହେଇଥିଲା ତାହା ହେଲେ ଓଡିଶାର ତାପରେ କଣ ପ୍ରଭାବ ପଡିଥିଲା, ଓଡିଶାର ଭୂମିକା କଣ ରହିଥିଲା। ଗାନ୍ଧିଜୀ ଦାଣ୍ଡି ଯାତ୍ରାର ପ୍ରତିଧ୍ୱନି ଭାରତର ବିଭିନ୍ନ ରାଜ୍ୟରେ ଶୁଣାଯାଇଥିଲା। ଓଡିଶା ଏକ ଉପକୂଳବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଲବଣ ସତ୍ୟାଗ୍ରହ ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଥିଲା। ତ ଯେତେବେଳେ ସେ ବିଶେଷ ଭାବରେ ପ୍ରଭାବିତ ହୋଇଥିଲା ସେତେବେଳେ କଣ ହେଲା ନା 1930 ମାର୍ଚ୍ଚ 16ରେ ବାଲେଶ୍ୱର ଠାରେ ଅନୁଷ୍ଠିତ କଂଗ୍ରେସର ଉତ୍କଳ ପ୍ରାଦେଶିକ କମିଟିର ସଭାରେ ଓଡିଶାରେ ଆଇନ ଅମାନ୍ୟ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନିଆଗଲା ଏବଂ ଗୋପବନ୍ଧୁ ଚୌଧୁରୀଙ୍କୁ ଆନ୍ଦୋଳନ ନେତୃତ୍ୱ ଦିଆଯାଇଥିଲା। ତ କାହାକୁ ଦିଆଯାଇଥିଲା ନା ଗୋପବନ୍ଧୁ ଚୌଧୁରୀଙ୍କୁ ଆନ୍ଦୋଳନ ନେତୃତ୍ୱ ଦିଆଯାଇଥିଲା। ଇଞ୍ଚୁଡି, କାକଟପୁର, ଗଞ୍ଜାମ ଆଦି ସ୍ଥାନରେ ଆଇନ ଅମାନ୍ୟ ଆନ୍ଦୋଳନ ବିଶେଷ ଭାବରେ ସକ୍ରିୟ ହେଲା। କେଉଁଠାରେ ସକ୍ରିୟ ହେଲା ନା ଇଞ୍ଚୁଡି, କାକଟପୁର ଆଉ ଗଞ୍ଜାମ ଆଦି ସ୍ଥାନରେ ସକ୍ରିୟ ହେଲା। ସତ୍ୟାଗ୍ରହୀ ମାନେ ଲୌହ ସ୍ତମ୍ଭ ବାହିନୀ, ପତିତ ବାହିନୀ, ଗଞ୍ଜା ବାହିନୀ, ସମ୍ବଲପୁର ବାହିନୀ ଆଦି ବିଭିନ୍ନ ଭାଗରେ ବିଭକ୍ତ ହେଇଗଲେ। ତା ମାନେ ସେମାନେ ଭିନ୍ନ ଭିନ୍ନ ଗ୍ରୁପ କଲେ ଯେମିତି ଲୌହ ସ୍ତମ୍ଭ ବାହିନୀ, ପତିତ ବାହିନୀ, ଗଞ୍ଜା ବାହିନୀ, ସମ୍ବଲପୁର ବାହିନୀ ଏଭଳିଆ ଗ୍ରୁପ କରି ସେମାନେ ଭିନ୍ନ ଭିନ୍ନ ଭାଗରେ ବିଭକ୍ତ ହୋଇ ଆଇନ ଅମାନ୍ୟ ଆନ୍ଦୋଳନ ଓଡିଶାରେ ଆରମ୍ଭ କରିଥିଲେ। ଗୁଜରାଟର ଦାଣ୍ଡି ପରେ ଓଡିଶାର ଇଞ୍ଚୁଡି ଲବଣ ସତ୍ୟାଗ୍ରହ ସମଗ୍ର ଭାରତରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଗାନ୍ଧିଜୀ ଯେଉଁଦିନ ଦାଣ୍ଡିଠାରେ ଲବଣ ଆଇନ ଭଙ୍ଗ କରିଥିଲେ ସେହିଦିନ ଓଡିଶାରେ 21 ଜଣ ସତ୍ୟାଗ୍ରହୀ ଗୋପବନ୍ଧୁ ଚୌଧୁରୀ ଓ ଆଚାର୍ଯ୍ୟ ହରିହରଙ୍କ ନେତୃତ୍ୱରେ କଟକ ସ୍ୱରାଜ ଆଶ୍ରମରୁ ଇଞ୍ଚୁଡି ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ। ଏପ୍ରିଲ 8 ତାରିଖରେ ଚାନ୍ଦୋଳଠାରେ ଗୋପବନ୍ଧୁ ଚୌଧୁରୀଙ୍କୁ ନିଷେଧକାରୀ ଆଦେଶ ଅମାନ୍ୟ କରିବାର ଅଭିଯୋଗରେ ଗିରଫ କରାଯିବାରୁ
ଯେତେବେଳେ ସେମାନେ ଆରମ୍ଭ କଲେ ପଦଯାତ୍ରା କଟକର ସ୍ୱରାଜ ଆଶ୍ରମରୁ ଇଞ୍ଚୁଡ଼ି ଅଭିମୁଖେ, ସେତେବେଳେ ଏପ୍ରିଲ 8 ତାରିଖ ଦିନ ଚାନ୍ଦୋଳ ଠାରେ ଗୋପବନ୍ଧୁ ଚୌଧୁରୀଙ୍କୁ ଆରେଷ୍ଟ କରାଗଲା। ତାଙ୍କୁ ଯେତେବେଳେ ଆରେଷ୍ଟ କରାଗଲା, ତାପରେ କଣ ହେଲା ନା ଆଚାର୍ଯ୍ୟ ହରିହର ପଦଯାତ୍ରା ସତ୍ୟାଗ୍ରହୀଙ୍କ ନେତୃତ୍ୱ ନେଲେ। ତ ସେତେବେଳେ ନେତୃତ୍ୱ ନେଇଥିଲେ କିଏ ନା ଆଚାର୍ଯ୍ୟ ହରିହର। ଆଉ ତାପରେ ସେମାନେ କଣ କଲେ ନା 1930 ଏପ୍ରିଲ 12 ରେ ଇଞ୍ଚୁଡ଼ି ପହଞ୍ଚିଲେ। ୟା ମଧ୍ୟରେ କଣ ହେଇଥିଲା, ରମା ଦେବୀ, ମାଳତୀ ଦେବୀ, କୋକିଳା ଦେବୀ ଏବଂ ଜାହ୍ନବୀ ଦେବୀ ଆଉ ସୁଭଦ୍ରା ମହତାବ ଆଦି ନାରୀ ନେତ୍ରୀ ମାନେ ଇଞ୍ଚୁଡ଼ିରେ ପହଞ୍ଚି ଯାଇଥିଲେ। ତ ସେପଟେ ଯୋଉ 21 ଜଣ ସତ୍ୟାଗ୍ରହୀ ଗୋପବନ୍ଧୁ ଚୌଧୁରୀ ଓ ଆଚାର୍ଯ୍ୟ ହରିହରଙ୍କ ନେତୃତ୍ୱରେ ଆସୁଥିଲେ, ଯେଉଁଠାରେ କି ଗୋପବନ୍ଧୁ ଚୌଧୁରୀଙ୍କୁ ଆରେଷ୍ଟ କରାଗଲା, ତାପରେ ଆଚାର୍ଯ୍ୟ ହରିହର ନେତୃତ୍ୱ ନେଇକି ଆସିକି ଇଞ୍ଚୁଡ଼ିରେ ପହଞ୍ଚିଲେ। ସେଇ ସମୟ ବେଳକୁ ନାରୀ ନେତ୍ରୀ ମାନେ ଯୋଉ ରମା ଦେବୀ, ମାଳତୀ ଦେବୀ, କୋକିଳା ଦେବୀ, ଜାହ୍ନବୀ ଦେବୀ, ସୁଭଦ୍ରା ମହତାବ ସେମାନେ ମଧ୍ୟ ଇଞ୍ଚୁଡ଼ି ପହଞ୍ଚି ଯାଇଥିଲେ। ଏପ୍ରିଲ 13 ତାରିଖରେ ଆଚାର୍ଯ୍ୟ ହରିହର ଇଞ୍ଚୁଡ଼ି ଠାରେ ଲବଣ ଆଇନ ଭଙ୍ଗ କଲେ। ଆଚାର୍ଯ୍ୟ ହରିହର ଓ 7 ଜଣ କର୍ମୀ ଗିରଫ ହୋଇଥିଲେ, ଯେହେତୁ ସେମାନେ ଲବଣ ଆଇନ ଭଙ୍ଗ କରିଥିଲେ। ଏପ୍ରିଲ 20ରେ ରମା ଦେବୀ, ମାଳତୀ ଦେବୀଙ୍କ ନେତୃତ୍ୱରେ ବହୁ ନାରୀ ଲବଣ ଆଇନ ଭଙ୍ଗ କରିଥିଲେ। ଇଞ୍ଚୁଡ଼ି ହୋଇଯାଇଥିଲା ଦ୍ୱିତୀୟ ଦାଣ୍ଡି। ତାପରେ ଜାଣିବା ଆନ୍ଦୋଳନ ତାପରେ କେଉଁଭଳି ଭାବରେ ପ୍ରସାର ହେଇଥିଲା, ବିସ୍ତାର ବଢେଇଥିଲା। ଇଞ୍ଚୁଡ଼ିରେ ଲବଣ ଆଇନ ଭଙ୍ଗ ସତ୍ୟାଗ୍ରହୀଙ୍କୁ ଆନନ୍ଦ ଉତ୍ସାହ ଦେଇଥିଲା। ଇଞ୍ଚୁଡ଼ି ପରେ ସାର୍ଥା, ଜମକୁଣ୍ଡା, ଇରମ, ଚୂଡାମଣି, ବିଧେଇପୁର ଆଦି ସ୍ଥାନରେ ଲବଣ ଆଇନ ଭଙ୍ଗ ହେଲା। ସାର୍ଥା ଠାରେ ମଥୁରା ମୋହନ ବେହେରା, କରୁଣାକର ପାଣିଗ୍ରାହୀ ଓ ନୀଳାମ୍ବର ଦାସଙ୍କ ସମେତ ଅନେକ ସଂଖ୍ୟକ ସତ୍ୟାଗ୍ରହୀ ଗିରଫ ହୋଇଥିଲେ। ତାପରେ ଆରମ୍ଭ ହେଲା କୁଜଙ୍ଗ ଠାରେ। କୁଜଙ୍ଗ ଠାରେ 1930 ମେ 8 ତାରିଖ ଦିନ ନାରଣ ବୀରବର ସାମନ୍ତ, ରମା ଦେବୀ ଓ ମାଳତୀ ଦେବୀଙ୍କ ନେତୃତ୍ୱରେ ଲବଣ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା। କେଉଁଠାରେ ନା କୁଜଙ୍ଗଠାରେ। କୁଜଙ୍ଗର ରାଣୀ ଭାଗ୍ୟବତୀ ପାଟମହାଦେଈ ଏହି ସତ୍ୟାଗ୍ରହରେ ଯୋଗଦାନ ଦେଇଥିଲେ। କୁଜଙ୍ଗର ରାଣୀ ଥିଲେ କିଏ ନା ଭାଗ୍ୟବତୀ ପାଟମହାଦେଈ ଏହି ସତ୍ୟାଗ୍ରହରେ ଯୋଗଦାନ କରିଥିଲେ। ପାରାଦୀପ, ଏରସମା, ଗଡୁଆ, ବରଡିଆ, କାଳିଘାଟ ଆଦି ସ୍ଥାନରେ ଲୋକମାନେ ଲବଣ ଆଇନ ଭଙ୍ଗ କରିଥିଲେ। ପୁରୀ ଜିଲ୍ଲାରେ ପଣ୍ଡିତ ନୀଳକଣ୍ଠ ଦାସ, ଜଗନ୍ନାଥ ରଥଙ୍କ ନେତୃତ୍ୱରେ ଲବଣ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା। କାକଟପୁର, ଅସ୍ତରଙ୍ଗ, ଖଣ୍ଡସାହି, କୁହୁଡି, ଲାଟ୍ରା ଆଦି ସ୍ଥାନରେ ଆନ୍ଦୋଳନକାରୀମାନେ ସକ୍ରିୟ ଥିଲେ। ଗଞ୍ଜାମ ଜିଲ୍ଲାରେ ବିଶ୍ୱନାଥ ଦାସ, ନିରଞ୍ଜନ ପଟ୍ଟନାୟକ, ଶଶିଭୂଷଣ ରଥ, ଦିବାକର ପଟ୍ଟନାୟକ, ସାରଳା ଦେବୀ ଓ ମାଳତୀ ଦେବୀ ଲବଣ ସତ୍ୟାଗ୍ରହ ପରିଚାଳନା କରିଥିଲେ। ଗଞ୍ଜା, ହୁମା, ଲକ୍ଷ୍ମୀପୁର, ପଲ୍ଲୀନନ୍ଦ ଆଦି ସ୍ଥାନଗୁଡ଼ିକ ଲବଣ ସତ୍ୟାଗ୍ରହର କେନ୍ଦ୍ରସ୍ଥଳୀ ହୋଇଥିଲା। ଏଗୁଡ଼ିକ 1 ମାର୍କର କ୍ୱେଶ୍ଚିନ୍ସ ଆସିପାରେ। ଜାଗା, କିଏ ନେତୃତ୍ୱ ନେଇଥିଲେ, କିଏ ଭଙ୍ଗ କରିଥିଲେ, କେଉଁ ତାରିଖରେ ଭଙ୍ଗ ହୋଇଥିଲା, ତେଗୁଡାକ ସବୁ 1 ମାର୍କିଆ ପ୍ରଶ୍ନ। ନିରଞ୍ଜନ ପଟ୍ଟନାୟକ, ସରଳା ଦେବୀ ଆଦି ନେତୃତ୍ୱ ସ୍ଥାନୀୟ ବ୍ୟକ୍ତି ଗିରଫ ହୋଇଥିଲେ ମଧ୍ୟ ଏହି ଆନ୍ଦୋଳନ ଦୁର୍ବଳ ହୋଇନଥିଲା। ନେତୃତ୍ୱାଧୀନ ଲୋକମାନେ ଗିରଫ ହୋଇଥିଲେ ମଧ୍ୟ ଆନ୍ଦୋଳନ ଦୁର୍ବଳ ପଡି ନଥିଲା ଓଡ଼ିଶାରେ। ତାପରେ ଜାଣିବା କି ଆନ୍ଦୋଳନ ଅନ୍ୟାନ୍ୟ କାର୍ଯ୍ୟକ୍ରମ କଣ ଥିଲା। ଲବଣ ଆଇନ ଭଙ୍ଗ ବ୍ୟତୀତ ଆଇନ ଅମାନ୍ୟ ଆନ୍ଦୋଳନ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ସାମାଜିକ ବାସନ୍ଦ, ବିଦେଶୀ ବସ୍ତ୍ର ବର୍ଜନ, ଚୌକିଦାରୀ କର ଉଚ୍ଛେଦ ଓ ନିଶା ନିବାରଣ ଥିଲା ପ୍ରଧାନ। କଣ ରହିଥିଲା ଫାର୍ଷ୍ଟ ଥିଲା ସାମାଜିକ ବାଛନ୍ଦ, ଯୋଉ ଜାତିଆଣ ପ୍ରଥା, ବିଦେଶୀ ବସ୍ତ୍ର ବର୍ଜନ, ଚୌକିଦାର କର ନଉଥିଲେ ତାକୁ ଉଚ୍ଛେଦ କରିବା, ନିଶା ନିବାରଣ। ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ଇଂରେଜ ସରକାରଙ୍କୁ ସହଯୋଗ କରୁଥିବା ବ୍ୟକ୍ତି ମାନଙ୍କୁ ସାମାଜିକ ସ୍ତରରେ ବାସନ୍ଦ କରାଗଲା। ଯେତେବେଳେ ଯେଉଁମାନେ ଇଂରେଜ ମାନଙ୍କୁ ସମର୍ଥନ କରୁଥିଲେ ତାଙ୍କୁ ସାମାଜିକ ସ୍ତରରେ ବାଛନ୍ଦ କରାଗଲା। ଇଞ୍ଚୁଡ଼ି ଅଞ୍ଚଳରେ ଏହି ବାସନ୍ଦ ଏପରି ସଫଳ ହୋଇଥିଲା ଯେ କୌଣସି ସରକାରୀ କର୍ମଚାରୀ ନିତ୍ୟ ବ୍ୟବହାର୍ଯ୍ୟ ଯଥା ଜାଳେଣୀ କାଠ, ଚାଉଳ, ଲୁଣ ଆଦି ଜିନିଷ ପାଇ ପାରି ନଥିଲେ। ସେହିପରି ସତ୍ୟାଗ୍ରହୀ ମାନଙ୍କ ପ୍ରରୋଚନାରେ ଜନସାଧାରଣ, ସାମ୍ବାଦିକ ଓ ପୋଲିସ ମାନଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଇଲେ ନାହିଁ।
कारण सेमाने मध्य कोन करथिले ना सरकार को सपोर्ट करथिले सेति पई तांको मध्य जहा जहा नित्य व्यवहार्य सामग्री को जोगाई दिया जाई नथिला। सामान्य आंदोलन अन्य एक गुरुत्वपूर्ण पदक्षेप थिला चौकीदारी कर विरोध। एबे आमे कथा हेले ना चौकीदारी कर निषेध करिया पे इंचुड़ी निकटस्थ श्रीजंग अंचल रे केउठारे ना इंचुड़ीर श्रीजंग अंचल रे गौरव मोहन दास और विद्याधर रथंक नेतृत्व रे 1931 मे रे यह आरंभ करा जाइथिला कि कोन करबा ना चौकीदारी कर को विरोध करबा। चौकीदार तथा दफादार मानकु इंग्रेज सरकार को गुलामी न करिया पई कुहागला। एथिरे उद्बुद्ध होई केतेक चौकीदार चाकिरीरू इस्तीफा देले। केतेक चौकीदार मानि गला से इस्तीफा देले। एही आंदोलन को दमन करिबा उद्देश्य रे पुलिस केतेक नेतृस्थानीय सत्याग्रही को गिरफ्त करिबा परे क्रोधान्वित ग्रामवासी एक पुलिस बाहिनी को मारधर करिबारु 54 जन व्यक्ति को गिरफ्त करा जाइथिला एवं सेठारे नेतृस्थानीय व्यक्ति संपत्ति लूट सहित ग्रामवासी उपरे 6000 टंकार शास्तिमूलक करभार लदी दिया जाइथिला। सेहीपरि ओडिशा रे निशा निवारण अभियान मध्य आरंभ होइथिला। सर्वप्रथमे ग्रामर थिबा सबु ताଳ खजुरी गछ को काटिबा पई सत्याग्रही माने जनसाधारण को बुझाइथिले। ता छड़ा कटक रे विदेशी मद दुकान और गाँ मानकरे थिबा ताड़ी दुकान आगरे शांतिपूर्ण धारणा दिया जाइथिला। ଲୋକମାନଙ୍କୁ ନିଶା ସେବନ ନିବୃତ୍ତ କରାଯାଇଥିଲା। ଏହିପରି ବିକ୍ଷୋଭ କରୁଥିବା ସମୟରେ ରମାଦେବୀ ଓ ସରଳା ଦେବୀଙ୍କୁ ବେତ୍ରାଘାତ ସହନ କରିବାକୁ ପଡ଼ିଥିଲା। ତ କଣ ହେଲା ଯେତେବେଳେ ଏଇଭଳି ଭାବରେ ଆନ୍ଦୋଳନ ଚାଲିବ ସେତେବେଳେ ଯିଏ ଆନ୍ଦୋଳନକାରୀ ଥିବେ ବା ଯିଏ ନେତୃତ୍ୱ ନଉଥିବେ ତାଙ୍କୁ ହିଁ କଣ ହବ ନା ତାଙ୍କୁ ସବୁ ପ୍ରକାର କଷ୍ଟ ସହିବାକୁ ପଡେ ଯେତେବେଳେ କି ବ୍ରିଟିଶ ମାନେ ତାଙ୍କର ଦମନମୂଳକ ନୀତି ଅବଲମ୍ବନ କରିଥାନ୍ତି। ତ ତାପରେ ଜାଣିବା ଓଡିଶାରେ ଆଇନ ମାନେ ଆନ୍ଦୋଳନର ସବୁଠାରୁ ଉଲ୍ଲେଖନୀୟ ଘଟଣା ଥିଲା ନାରୀ ଜାଗରଣ ଓ ବାନର ସେନାର କାର୍ଯ୍ୟ। ବିଦେଶୀ ଲୁଗା ଦୋକାନ ଓ ମଦ ଦୋକାନ ସମ୍ମୁଖରେ ଧାରଣା ଦେବା ଓ ପ୍ରଚାର ପତ୍ର ବାଣ୍ଟିବା ପ୍ରଭୃତି ଗୁରୁତ୍ୱପୂର୍ଣ୍ଣ କାମ ନାରୀମାନେ ଭଲ ଭାବରେ କରିପାରୁଥିଲେ। ସେମାନଙ୍କ ସହିତ 16 ବର୍ଷରୁ କମ୍ ବୟସ୍କ ପିଲାମାନେ ମଧ୍ୟ ସତ୍ୟାଗ୍ରହୀ ରୂପେ ଯୋଗ ଦେଇଥିଲେ। ବାନର ସେନା ନାମରେ ପରିଚିତ ଏହି ଛୋଟ ପିଲାଙ୍କ ବାହିନୀ ଲୁଗା ଦୋକାନ ମଦ ଦୋକାନ ଆଗରେ ଧାରଣା ଦେବା ଓ ପ୍ରଚାର ପତ୍ର ବାଣ୍ଟିବା ଆଦି ବହୁ କାର୍ଯ୍ୟରେ ସାହାଯ୍ୟ କରୁଥିଲେ। ସେମାନଙ୍କୁ ମଧ୍ୟ ପୋଲିସର ବେତମାଡ଼ ସହିବାକୁ ପଡ଼ିଥିଲା। ଓଡିଶାର ଆଇନ ମାନେ ଆନ୍ଦୋଳନ ସମୟରେ ବାନର ସେନାର ଭୂମିକା ଅନନ୍ୟ ଥିଲା। ତ ଆମେ ଏଠୁ ଜାଣିବା କି ଯେତେବେଳେ ଗୋଟେ ଆନ୍ଦୋଳନ ହଉଛି ସେଠି କେବଳ ପୁରୁଷଙ୍କର ଅବଦାନ ରହୁନି, ସେଠି ନାରୀ ମାନେ ମଧ୍ୟ ଆସୁଛନ୍ତି, ତା ସହିତ ପିଲାମାନେ ମଧ୍ୟ ଆସିଛନ୍ତି। ଏକ ମିଳିତ ଉଦ୍ୟମ ହେଇଥିଲା। ତାପରେ ଥିଲା ଦମନ ନୀଳା। ଓଡିଶାରେ ମଧ୍ୟ ସରକାର ଆନ୍ଦୋଳନକୁ ପ୍ରଶମିତ କରିବା ପାଇଁ ଦମନ ନୀଳା ଚଳାଇଲେ କି ଆନ୍ଦୋଳନଟାକୁ ବନ୍ଦ କରିଦବା। ହରେକୃଷ୍ଣ ମହତାବ, ଗୋପବନ୍ଧୁ ଚୌଧୁରୀ, ରମା ଦେବୀ, ନନ୍ଦକିଶୋର ଦାସ, ମୁଁ ଏଟା ଅଣ୍ଡରଲାଇନ କରିଦଉଛି, ନୀଳକଣ୍ଠ ଦାସ, ଲିଙ୍ଗରାଜ ମିଶ୍ର, ଯଦୁମଣି ମଙ୍ଗରାଜ, କୃପା ସିନ୍ଧୁ ହୋତା, ସରଳା ଦେବୀ, ମାଳତୀ ଦେବୀଙ୍କ ଭଳି ନେତାମାନଙ୍କୁ ବନ୍ଦୀ କରିଥିଲେ। ସମାଜ, ପ୍ରଜାତନ୍ତ୍ର ଓ ଆଶା ଆଦି ସମ୍ବାଦ ପତ୍ର ଉପରେ ସରକାର କଟକଣା ଜାରି କଲେ। କଂଗ୍ରେସ ଅଫିସ ଆଶ୍ରମ ଗୁଡିକ ଖାନତଲାସ କରି ଆନ୍ଦୋଳନ ସମ୍ପର୍କୀୟ କାଗଜପତ୍ର ଜବତ କଲେ। ଖୋଜିକି ଯେତେ କାଗଜପତ୍ର ଥିଲା ତାକୁ ସବୁ ନେଇଗଲେ। ସମଗ୍ର ଦେଶରେ ଆଇନ ମାନେ ଆନ୍ଦୋଳନ ପ୍ରତ୍ୟାହାର ଘୋଷଣା ସଙ୍ଗେ ସଙ୍ଗେ 1934 ମସିହା ଏପ୍ରିଲରେ ଓଡିଶାରେ ଏହି ଆନ୍ଦୋଳନର ପରିସମାପ୍ତି ଘଟିଥିଲା। ଓଡିଶାରେ ଆଇନ ମାନେ ଆନ୍ଦୋଳନ ବହୁ ସଫଳତା ଲାଭ କରିଥିଲା। ଓଡିଶାରେ ଏହି ଆନ୍ଦୋଳନ ଇଂରେଜ ଶାସନର କୁଫଳକୁ ଜନସାଧାରଣଙ୍କୁ ଅବଗତ କରାଇବା ସହିତ ଜାତୀୟ ସ୍ରୋତରେ ମିଶି ପୂର୍ଣ୍ଣ ସ୍ୱରାଜ ହାସଲ ପାଇଁ ଉଦ୍ୟମ କରିବାକୁ ଉତ୍ସାହିତ କରିଥିଲା। ତ ଆମେ ଏଇ ଚାପ୍ଟରରେ ଜାଣିଲେ କି ଆଇନ ମାନେ ଆନ୍ଦୋଳନ ବିଷୟରେ, ତା ଫଳାଫଳ, ତା ସହିତ ଓଡିଶାରେ ତା ଭୂମିକା, ଓଡିଶାରେ କେଉଁଭଳି ଭାବରେ ଆଇନ ମାନେ ଆନ୍ଦୋଳନ ହେଇଥିଲା, ତା ଫଳାଫଳ, ସେଥିରେ ଯୋଉମାନେ ନେତୃତ୍ୱ ନେଇଥିଲେ ତାଙ୍କ ବିଷୟରେ ଜାଣିଲେ। ତା ସହିତ ଆଇନ ମାନେ ଆନ୍ଦୋଳନରେ ଆଉ ଯୋଉ କାର୍ଯ୍ୟ ଗୁଡିକ ତା ଭିତରେ ଥିଲା ସେଗୁଡା ମଧ୍ୟ ଜାଣିଲେ। ତ ୟାର ପ୍ରଶ୍ନ ଉତ୍ତର ଆମେ ନେକ୍ସଟ ଭିଡିଓରେ ଜାଣିବା। ଯଦି ଏ ଭିଡିଓରେ କିଛି ଡାଉଟ ଅଛି, କ୍ୱେଶ୍ଚିନ୍ସ ଅଛି, କୋଉଠି ବୁଝି ହେଲା ନାହିଁ, ତାହେଲେ କମେଣ୍ଟରେ ଜଣେଇବା। ଆଉ ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦିଅ, ଭିଡିଓକୁ ଅନ୍ୟମାନଙ୍କ ସହିତ ସେୟାର କର। ଚ୍ୟାନେଲରେ ଯୋଉମାନେ ଭିଡିଓ ଦେଖୁଛନ୍ତି ଏପର୍ଯ୍ୟନ୍ତ ସବସ୍କ୍ରାଇବ କରିନାହାନ୍ତି ଚ୍ୟାନେଲକୁ ପ୍ଲିଜ ସବସ୍କ୍ରାଇବ କରି ବେଲ ଆଇକନ ପ୍ରେସ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ଭିଡିଓ ଅପଲୋଡ ହେଲେ ନୋଟିଫିକେସନ ପହଞ୍ଚିବ, ଆମେ ମିଶିକି ପଢିପାରିବା, ଜାଣିପାରିବା ଏବଂ ବୁଝିପାରିବା। ତାହେଲେ ଦେଖା ହବା ଆଗାମୀ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମତେ ଅନୁମତି ଦିଅ। ବାଏ ବାଏ।